ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଜୁଲମ ଓ ବର୍ବରତା କାଣ୍ଡ ଘଟାଉଥିବା ବିରୋଧରେ ବସ୍ତା ଶିବସେନା ପକ୍ଷରୁ ବିକ୍ଷୋଭ। ବାଂଲାଦେଶରେ ଗଣତନ୍ତ୍ର ଆନ୍ଦୋଳନରେ ସରକାର ପତନ ଓ ରାଜନୈତିକ ଅସ୍ଥିରତା ସୁଯୋଗ ନେଇ ଜମାତ ଓ କିଛି ମୌଳବାଦୀ ସଂଗଠନ ଯୋଜନାବଦ୍ଧ ଭାବରେ ଲୁଟପାଟ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଓ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରି ଅତି ଅମାନୁଷିକ ଭାବେ ହତ୍ୟା କରିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ଗତକାଲି ଦେବସେନା ପକ୍ଷରୁ ଅମରଦା ରୋଡ ରେଳ ଷ୍ଟେସନ ସମ୍ମୁଖରେ ଏବଂ ବସ୍ତାର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ଦେବସେନା ଜିଲ୍ଲା ଆଇଟି ସେଲ୍ର ଅଧ୍ୟକ୍ଷ ବାବୁ ପାଣିଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ମହିଳା ଓ କୁନି ପିଲାଙ୍କ ଉପରେ ଅତ୍ୟାଚାର କରାଯାଉଥିବାରୁ ହିନ୍ଦୁମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ଏବଂ ସେମାନଙ୍କ ଧନଜୀବନ ନଷ୍ଟ ଓ ବ୍ୟବସାୟୀ ସଂସ୍ଥା ଉପରେ ଆକ୍ରମଣ କରାଯାଉଛି। ବାଂଲାଦେଶର ମଣିଷପଣିଆ ଓ ମାନବିକତାର ହତ୍ୟା କରାଯାଉଛି। ଯଥାଶୀଘ୍ର ଯେଉଁ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଅବାଧରେ ଆମ ଦେଶ ଓ ରାଜ୍ୟରେ ପ୍ରବେଶ କରି ଆସି ଜନବସତି ସୃଷ୍ଟି କରିଥିବା ଲୋକଙ୍କୁ ଚିହ୍ନଟ କରି ଏଠାରୁ ଯଥାଶୀଘ୍ର ହଟାଇବାକୁ ହିନ୍ଦୁ ସଂଗଠନ ଦେବସେନା ବସ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ପଥପ୍ରାନ୍ତ ସଭା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲା ଅଧ୍ୟକ୍ଷ ଶଙ୍କର କୁମାର ଜେନା, ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯାମୀ ରାଉଳ, ସାହାଡ଼ା ପଞ୍ଚାୟତ ସଭୀ ରବି ନାରାୟଣ ଶତପଥୀ, ଇଡ଼ିଦା ପଞ୍ଚାୟତ ସଭାପତି ପିନାକୀ ନାରାୟଣ ପ୍ରହରାଜ ସହିତ ବହୁ ସଦସ୍ୟ ଉପସ୍ଥିତ ରହି ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ ବିରୋଧରେ ପ୍ରବଳ ବର୍ଷିଥିଲେ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।